ନାଇଁ ନାଟକ ତ ବହୁତ ବଢିଆ ହେଇଛି। ଏମିତି ନାଟକ ହେଇଛି ଯେ ଯାହାକି ଏ ନାଟକକୁ ସବୁ ପରିବାର ଭିତରେ ସମସ୍ତେ ବସି ଦେଖିପାରିବେ। ଏମିତିକି ଆମର ଯୋଉଟା ନାଟକର ଗୋଟା ରହୁଛି ଗୋଟା ଲକ୍ଷ୍ୟ, ଏମିତି ଗୋଟେ ନାଟକ ଅଛି ଯାହାକି ମା ଭଉଣୀ ବାପା ମା ବସି ଏକାଠି ଦେଖିପାରିବେନି। ଇଏ ଗୋଟେ ସ୍ୱତନ୍ତ୍ର ନାଟକ ହେଇଛି ଆମର ଦୀପକ ସାରଙ୍କର। ଏ ନାଟକକୁ ପରିବାର ଭିତରେ ସମସ୍ତେ ଦେଖିପାରିବେ। ଏ ନାଟକ ଦେଖିବାର କୌଣସି ଅରୁଚି ନାହିଁ। ଆଉ ଏ ନାଟକ ଯିଏ ଥରେ ଦେଖିବ, ଯେକୌଣସି ଯାତ୍ରାର ନାଟକ ଦେଖିବ ନିଶ୍ଚିତ ଗୋଟେ ଭିନ୍ନ ସ୍ୱାଦ ନାଟକ। ମୁଁ ଦର୍ଶକ ହିସାବରେ ନାଟକ ବହୁତ ନାଟକ ଦେଖିଛି। ମୁଁ 16-17 ବର୍ଷ ହବ ଯାତ୍ରା ଦେଖୁଛି, କିନ୍ତୁ ଏ ନାଟକ ଦେଖିବା ମତେ ଗୋଟେ ସ୍ୱତନ୍ତ୍ର ପରିଚୟ ଦେଇଛି। ବହୁତ ବଢିଆ ନାଟକ ହେଇଛି, ଯାହାଦ୍ୱାରା କି ନାଟକର ପ୍ରଥମରୁ ଆପଣ ବସିବେ ଶେଷ ପର୍ଯ୍ୟନ୍ତ ଆପଣ ନାଟକରୁ ଉଠି ପାରିବେନି। ଆପଣ ଏବେ ଦେଖୁଥିଲେ ମାନେ ଟୋଟାଲ ନାଟକର ଶେଷ ଦୃଶ୍ୟ ସରିଲା, ଆମେ ନାଟକ ଦେଖି ବାହାରିଲୁ। ଆଉ ଏ ନାଟକରେ ବେସିକାଲି ଅଶ୍ୱିନୀ ବୈଷ୍ଣବ ଭାଇ ଆଉ ଯିଏ ଅଛନ୍ତି ହିରୋଇନ ବହୁତ ବଢିଆ ରୋଲ କରୁଛନ୍ତି। ଆଉ ସମସ୍ତ କଳାକାର ବି ଏ ନାଟକରେ ବହୁତ ବଢିଆ ପରଫର୍ମାନ୍ସ ଦେଇଛନ୍ତି। ତେଣୁକରି ଏ ନାଟକ ବହୁତ ମାନେ ଆମକୁ ଆଜି ଏ ନାଟକରେ ବହୁତ ସଫଳତା ଦେଇଛି। ମୁଁ ଆସିଥିଲି ଏଇ ଭୁବନେଶ୍ୱର ବୁଧ ବିହାରରୁ ଆସିଥିଲି। ନା ମେସେଜ କଣ, ଇଏ ଗୋଟେ ଭଲ ପାରିବାରିକ ନାଟକ। ମାନେ ଆଦେହରୁ ବହୁତ ଜିନିଷ ଆମକୁ ଶିଖିବାକୁ ମିଳିଲା, ଯାହାକି ମାନେ ଏ ଦୁନିଆରେ ମାନେ ଯୋଉ ଅତ୍ୟାଚାର ହଉଛି ତାକୁ କେମିତି ଦି ଜଣ ସ୍ୱାମୀ ସ୍ତ୍ରୀ ତାକୁ ମାନେ ନିଜେ ତାକୁ ମାନେ ସଜେଷ୍ଟ କରି ମାନେ ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟର ସହ ନିଜର ଭଲ ପାଇବାର ପରିଚୟ ଆଉ ସାନ୍ତ୍ୱନାମୂଳକ ହିସାବରେ ଉଭୟ ପରସ୍ପରଙ୍କ ଯୋଉ ବୁଝାମଣା ଥିଲା ତାକୁ ସଠିକ ଭାବରେ ବୁଝିଛନ୍ତି। କଣ କହିବେ ଭାଇ, ନାଟକ ଦେଖିଲେ କଣ କହିବେ? ନାଟକ ବହୁତ ଉଚ୍ଚ କୋଟିର ଅଛି, ଗୋଟେ ସଚ୍ଚା ଭଲ ପାଇବାର କାହାଣୀ। ତେଣୁ ନାଟକ ଠିକ ଗୋଟେ ପରିବାର ଜୀବନରେ ମୁଁ ଆଜ୍ଞା କେତେବେଳେ ଜୀବନରେ ପଇସା ଖର୍ଚ୍ଚ କରି ମୁଁ ଆଜ୍ଞା ଯାତ୍ରା ଫାତ୍ରା ମତେ ବାଜ୍ୟ ଜିନିଷ ଲାଗେ। ମୁଁ ଭାବେ ଫାର୍ଷ୍ଟ ଟାଇମ ମୁଁ ୟୁଟ୍ୟୁବ ଆଉ ଲୋକଙ୍କଠୁ ଯାହା ଶୁଣିଲି, ମୁଁ କାଲି ଲୁଚିକି ମୁଁ କାଲି ଘରୁ ଆସିଛି ଦେଖିବା ପାଇଁକା 300 ଟଙ୍କା ଖର୍ଚ୍ଚ କରିକି ଜଟଣୀରୁ ଆସିଛି ଆଜ୍ଞା। ମାନେ ରାତିରେ ମୁଁ କାଲି ମାନେ ଘରେ ମିଛ କହିଲି ଯେ ମୁଁ ମୋର ଭୁବନେଶ୍ୱରରେ କାମ ଅଛି କହିକି ଗୋଟେ ନାଟକ ଦେଖିବି ବୋଲି ରହିଲି। ଆଜି ମୁଁ ଆଜି ମୁଁ ଭାବୁଛି ସତରେ କଳାକାର ଯୋଉ ଭଳି ଆକ୍ଟିଂ କରୁଛନ୍ତି ସେ ହିରୋ ହିରୋଇନ ଆଉ ତାଙ୍କ ଷ୍ଟାଫ ସମେତ ଏଭଳି ଆକ୍ଟିଂ ଜିଅନ୍ତା ଆକ୍ଟିଂ ଆଜ୍ଞା ବହୁତ ସୁନ୍ଦର ଲାଗିଲା। ଆଉ ବହୁତ ବଢିଆ ହେଇଛି ଆଜ୍ଞା। ଏତିକି ମୁଁ ସବୁ ଓଡିଶାବାସୀଙ୍କୁ ରିକ୍ୱେଷ୍ଟ କରିବି ସମସ୍ତଙ୍କୁ, ତା କଳାକାର ତାଙ୍କ ପରିଶ୍ରମ ସେ ଯାହା ବି କରୁଛନ୍ତି ଭଗବାନ ତାଙ୍କୁ ଭଲ ରଖନ୍ତୁ। ଆଉ ଆମ ଏ କଳାକାର କେମିତି ବଞ୍ଚେଇ କେମିତି ରହିବ ଆଜ୍ଞା। ଭଲ ହେଇଛି, ବହୁତ ବଢିଆ ହେଇଛି। ସବୁ ଦୃଷ୍ଟିରୁ ଦେଖିଲେ ନାଟକର ଲେଖା ସଂଳାପ ଆର୍ଟିଷ୍ଟ ସବୁ ବଢିଆ କରୁଛନ୍ତି, କିନ୍ତୁ ଗୋଟିଏ ଦିଟା ଜିନିଷ ଡାଇରେକ୍ସନ ରହିଲା, ମୁଁ ସେଟା ବୁଝିପାରିଲିନି। ଲାଷ୍ଟ ସିନରେ ହିରୋଇନ କି ଜାଳି ଦିଆହେଲା, ଜାଳି ଦିଆହେଲା ପରେ ତାର ସମ୍ପୂର୍ଣ୍ଣ ଅସ୍ଥି କେମିତି ପାଗଳ ଧରିକି ରଖିଲା, ସେ ତ ନିହାତି ଭାବରେ ପୋଡିଯିବା କଥା। ସିଏ ଗୋଟେ ଡାଇରେକ୍ସନରେ ଟିକେ ରହିଲା। ଆଉ ଗୋଟେ ଡାଇରେକ୍ସନ ଯେ ଶଙ୍ଖା ସିନ୍ଦୁର ସେ ଲାଷ୍ଟରେ ଦେଲା, ସେ କଣ ହିରୋ ସଦାବେଳେ ପକେଟରେ ଶଙ୍ଖା ସିନ୍ଦୁର ଧରିକି ବୁଲୁଥିଲା? ତେଣୁ ସେ କାହାକୁ ମାଗିଥାନ୍ତା, ନହେଲେ ସେ ଶବ ଦାହକୁ ମାଗିଥାନ୍ତା। ଏଇ ଦିଟା ଡାଇରେକ୍ସନ ଟିକେ ଭୁଲ ହେଇଗଲା ବୋଲି ମୁଁ ଭାବିଲି। ଧନ୍ୟବାଦ, ଆଉ ସବୁ ଭଲ। ଜୟ ଜଗନ୍ନାଥ। ଆମେ ଆସିଲୁ ଶାସ୍ତ୍ରୀନଗରରୁ, ଭାଇଙ୍କ ଘର ପାଖରେ ତ ଆମ ଘର। ଆଉ କଣ କହିବେ ନାଟକର? ଶୁଣନ୍ତୁ, ମୁଁ ବହୁତ ନାଟକ ଦେଖେ, ଏଇଟା ଗୋଟେ ଭିନ୍ନ ସ୍ୱାଦର ନାଟକ ଥିଲା। କିନ୍ତୁ ଯେହେତୁ ପ୍ରାୟ ନାଟକ ଏବେ ଟାଇଟେଲ ଟ୍ରାକକୁ ନେଇକି ହୁଏ, ମତେ ଗୋଟିଏ ଜିନିଷ ଲାଗିଲା ଯେ ଆର ଯୋଉ ଟାଇଟେଲ ଟ୍ରାକ ଟା ବାଜିଲା, ଗୋଟେ ଛୁଆ ଗୋଟେ ସାରି ତାଙ୍କ ଲଭ ସଙ୍ଗରେ ସେଇଟା ବାଜିଲା। କିନ୍ତୁ ବାକି ନାଟକ ସାରା ଯୋଉ ଟାଇଟେଲ ଟ୍ରାକ ବାଜିଲା, ସେଥିରେ ଗୋଟେ ଛୁଆ ଗୋଟେ ସାରିର ମାନେ ପଦ ନଥିଲା। କିନ୍ତୁ ଷ୍ଟୋରି ଗୋଟେ ଭିନ୍ନ ସ୍ୱାଦର ନାଟକ, ଆଉ ପୁରା ଜବରଦସ୍ତ ନାଟକ। এইଭଳିଆ ନାଟକ କପି ହେଇନି, ପୁରା ମାନେ ହୃଦୟକୁ ଛୁଇଁଲା ଭଳି ନାଟକ। ମାନେ ନାଟକ ସରିଲା ଦର୍ଶକ ଉଠୁନାହାନ୍ତି। ଏଥିରୁ ଜାଣିପାରୁଥିବେ ନାଟକ ପ୍ରତି ଦର୍ଶକଙ୍କର ଭଲ ପାଇବା କେତେ। ଜବରଦସ୍ତ ନାଟକ। ହାର୍ଟସଅପ୍ ଦୀପକ ଜେନାକୁ, ହାର୍ଟସଅପ୍। ବଢିଆ ନାଟକ। ଜୟ ଜଗନ୍ନାଥ। ନାଇଁ, ନାଟକ ଭିନ୍ନ ସ୍ୱାଦର ନାଟକ, ନମ୍ବର 1 ନାଟକ। କିନ୍ତୁ ଗୋଟିଏ ସିନ୍ ଆମେ ଦେଖିବାକୁ ପାଇଲୁନୁ, ଯୋଉ ପୋଲିସ ଯିଏ ହେଇଥିଲେ ଭେଲିଆନ, ତାଙ୍କୁ ଦେଖିବାକୁ ପାଇଲୁନୁ। ଶେଷରେ ମୃତ୍ୟୁ ହେଲା ନା ସେ ପଳେଇଲେ ଛାଡିକି? ସସ୍ପେଣ୍ଡ ନାଇଁ, ସସ୍ପେଣ୍ଡ କୋଉଠି ହେଲେ? ସସ୍ପେଣ୍ଡ ହେଇନାହାନ୍ତି। ସେ ସିନ୍ ଟା ଆମେ ଦେଖିଲୁନୁ। 4-5 ଜଣଙ୍କୁ ବି ପଚାରିଲୁ, ସେ କହିଲେ ଯେ ସେଟା ସିନ୍ କଟା ହେଇଛି କଣ, ସିଏ ବି ପ୍ରଥମ ଆଜି ଦେଖିଛନ୍ତି ଷ୍ଟାଫ ତାଙ୍କର।
ତେଣୁକରି ସେଇଟା ଅଫସୋସ ରହିଲା। କିନ୍ତୁ ନାଟକ 1 ନମ୍ବର ନାଟକ, କପିରାଇଟ୍ ନାହିଁ। ଲୋକ ପ୍ରଥମରୁ ବସିଛନ୍ତି ଲାଷ୍ଟ ପର୍ଯ୍ୟନ୍ତ, ସରିଗଲାଣି ଲୋକ ଜାଣିନାହାନ୍ତି ସିନ୍ ସଇଲା ନା ରହିଲା, ସମସ୍ତେ ବସିଥାନ୍ତେ ଷ୍ଟୋରି ସଇଲା ପର୍ଯ୍ୟନ୍ତ। ଯାତ୍ରା ଷ୍ଟୋରିକୁ ନେଇକି ସବୁବେଳେ କମ୍ପ୍ଲେନ୍ ଆସୁଥିଲା ଦର୍ଶକ ମାନଙ୍କର, ଗୋଟେ ଯାତ୍ରା ଷ୍ଟୋରି ଭଲ ହଉନି, ବାନ୍ଧିକି ନାଇଁ ନମ୍ବର 1 ନାଟକ, ଷ୍ଟୋରି ବଢିଆ, 1 ନମ୍ବର ଷ୍ଟୋରି, ସବୁଠୁ ବେଷ୍ଟ ଦବ। କାହିଁକିନା ବର୍ଷର ମୁଁ ଭାବୁଛି 5 ରାତି ଏଠି ଖେଳିଲାଣି, ଖେଳିବ ବୋଲି କହୁଛନ୍ତି, ସେ ଗୋଟିଏ ରିପିଟ୍ ଚାଲିଛି। ଯଦି ଭଲ ନାଟକ ନ ହେଇଥାନ୍ତା ଲୋକ ମାନେ ବସନ୍ତେନି, ପୁରା ହାଉସଫୁଲ, ଲୋକ ବି ଉଠୁଛନ୍ତି। ଏବେ ଆପଣ ଦେଖୁଥିବେ ହାଉସଫୁଲ ଲୋକ ବାହାରୁଛନ୍ତି। 7-8 ଖଣ୍ଡ ନାଟକ ଦେଖିଛୁ। ଯାତ୍ରା ପଡ଼ିଆରେ ପଡିଥିଲା ଆମର ସେପଟେ ବାଜପେୟୀ ନଗରରେ ଦେଖିଦେବେ, ଆଉ ଏଠି ବି ପଡିଛି। ଏଠି ତ ଗୋଟିଏ ନାଟକ ଚାଲିଛି ଆଉ, ହାଉସଫୁଲ ଆଉ, ଶୁଆସାରି ଆଉ। ଜୟ ଜଗନ୍ନାଥ। କୋଉଠୁ ଆସିଥିଲେ ମ୍ୟାଡାମ? ମୁଁ ତ ଏଇଠୁ ଡୁମଡୁମାର ଆସିଥିଲି। କୋଉ ନାଟକ ଦେଖିଲେ? ଗୋଟେ ଶୁଆ ଗୋଟେ ସାରି। କଣ କେମିତି ନାଟକ ହେଇଛି, ନାଟକ ବିଷୟରେ? ମୁଁ ତ ଫାଷ୍ଟ ଦିନ ଆସିଥିଲି, ମୋର ମାନେ 4-5ଟା ସିନ୍ ପରେ ପଳେଇଲି, କାହିଁକିନା ଘରେ ଟିକେ ପ୍ରୋବ୍ଲେମ ହେଲା ବୋଲି ଫୋନ ଆସିଲା ପଳେଇଲି। କିନ୍ତୁ ଫେର ଆଜି ଆସିଥିଲି, କିନ୍ତୁ ଆଜି ପୁରା ଫାଷ୍ଟ ପୁରା ଲାଷ୍ଟ ପର୍ଯ୍ୟନ୍ତ ଦେଖିଲି, କିନ୍ତୁ ମତେ ବହୁତ ବଢିଆ ଲାଗିଲା। କାହାକୁ ଅଭିନୟଟା ଆପଣଙ୍କୁ ଭାରି ଭଲ ଲାଗେ? ସମସ୍ତଙ୍କ ଅଭିନୟ ଭଲ ଲାଗିଲା, ସମସ୍ତଙ୍କ ଅଭିନୟ ସମସ୍ତଙ୍କ ଭଲ କଣ ଲାଗିଲା। ମ୍ୟାଡାମ ଶିଖିକି ଗଲେ କାହାଣୀରୁ, କଣ ଗୋଟେ ନେଇକି ଯାଇଥିବେ ଲେସନ କିଛି? ମାନେ କାହାଣୀରୁ ଶିକ୍ଷା ମିଳିଲା ଗୋଟେ ଭଲ ପାଇବା, ମାନେ ଜଣଙ୍କ ପ୍ରତି ଭଲ ପାଇବା କେତେ ଅଛି ସେଟା ହିଁ ବୁଝିବ। ଆଜିକା ଲଭ୍ ଆଉ ଏଇ ଯୋଉ ଲଭ୍ ଦେଖିଲେ ତା ଭିତରେ କଣ ଡିଫରେନ୍ସ? ଏବେକା ଲଭ୍ ଆଉ ଏ ଯୋଉ ଲଭ୍ ଚାଲିଥିଲା ସେ ଦେଖିଲେ ତ ଅଲଗା, ସବୁ ତ ସମାନ ହୁଅନ୍ତି। ଆଚ୍ଛା, କାହାର ଅଭିନୟଟା ଆପଣଙ୍କୁ ଭଲ ଲାଗିଲା? ଯୋଉ ହିରୋ କରିଥିଲେ ଭାଇଙ୍କ ନା କହନ୍ତି, ସେ ଭାଇଙ୍କର, ଆଉ ଯେ ହିରୋଇନ କରିଥିଲେ ସିଏ, ଆଉ ଖାସ କରି ମୋ ସାଙ୍ଗ ଯିଏ ନେଗେଟିଭ କରୁଛି ତାର ବି ଅଭିନୟ ଭଲ ଲାଗିଲା, ସମସ୍ତଙ୍କ ଅଭିନୟ ଭଲ ଲାଗିଲା। ନେଗେଟିଭ ରୋଲ ଦେଖିକିରି ରାଗ, ସେଟା ଅଭିନୟ କରୁଛି। ନା ଆପଣଙ୍କ ସାଙ୍ଗ କେମିତି? ମୋ ସାଙ୍ଗ ବହୁତ ଭଲ। ମାନେ ଯାହା ସିନ୍ ସେଇଆ ନୁହଁ? ନା ନା ନା, ଯାହା ସିନ୍ ରେ ସିଏ ନୁହଁ, ସିନ୍ ରେ ଅଲଗା ବାହାରେ ଅଲଗା। ତାଙ୍କ ଅଭିନୟ ବହୁତ ଭଲ ଲାଗିଲା। ସିଏ ତ ମୁଁ ଜାଣିନି ଫାଷ୍ଟ ଟାଇମ ବୋଧେ କରିଛନ୍ତି ଯାତ୍ରାରେ, କିନ୍ତୁ ବହୁତ ଭଲ ଲାଗିଲା। କଣ କହିଲି? ସେମିତି ମାର୍କ ବହୁତ ଭଲ ଲାଗିଲା, ମୁଁ ସେଇଟା ତ କହିପାରିବିନି। ସିନେମା ଆଉ ଯାତ୍ରା ଭିତରେ କଣ ଫରକ? ସିନେମାରେ ତମେ ମାନେ ସୁଟିଂ ତ କରିକି ନୁହେଁ, କିନ୍ତୁ ମାନେ ଯାତ୍ରାରେ ହଉଛି ମାନେ ଏତେ ପବ୍ଲିକ ଆଗରେ ପୁରା ଓପନରେ କରିବାଟା ତ ବହୁତ କଷ୍ଟ, କିନ୍ତୁ ସେମାନେ କରୁଛନ୍ତି ବହୁତ ଭଲ। ସିନେମା କାହାଣୀ ଆଉ ଯାତ୍ରା କାହାଣୀ ସେମିତି କିଛି ନାହିଁ, ଦିଟା ଯାକ ବହୁତ ଭଲ। ସିନେମା ଗୋଟେ ଭଲ, ଯାତ୍ରା ଗୋଟେ ବହୁତ ଭଲ। ମୁଁ ତ ଗୋଟେ ଆର୍ଟିଷ୍ଟ, କାହିଁକି ନା ଡ୍ରାମା, କିନ୍ତୁ ଯାତ୍ରାକୁ ତ ଆସିନି, ସେମିତି ସୁଯୋଗ ମିଳେ। ଡ୍ରାମା କରନ୍ତି ଆଜ୍ଞା। ହଁ, ପୂଜା। କଣ ଆଜି ନାଟକ ଚାଲିଥିଲା, ନାଟକ ବିଷୟରେ କଣ ଲାଗିଲା? ଆଜିର ନାଟକ ଗୋଟେ ଶୁଆ ଗୋଟେ ସାରି ବହୁତ ସୁନ୍ଦର ନାଟକ ହେଇଛି, ଆଉ ପାରିବାରିକ ନାଟକ ହେଇଛି। ନାଟକଟା ମାନେ ଲଭ ଷ୍ଟୋରି ଉପରେ ହେଇଛି। ଲଭ ଷ୍ଟୋରିରେ ଆମର ଯିଏ ଅଛନ୍ତି ହିରୋ ଅଶ୍ୱିନୀ ଭାଇ, ଆଉ ହିରୋଇନ ଯିଏ ଅଛନ୍ତି ନୂଆ କରିକି ଆସିଛନ୍ତି ଯାତ୍ରାକୁ, ଦେବସ୍ମିତା, ଦି ଜଣଙ୍କର ଅଭିନୟ ଖୁବ ଭଲ ହେଇଛି। ଆଉ ଯାତ୍ରାରେ ଆଉ ବାକି ଯୋଉମାନେ ବି କଳାକାର ଅଛନ୍ତି ସେମାନଙ୍କର ବି ଅଭିନୟ ବହୁତ ଭଲ ହେଇଛି। ଆଉ ନାଟକଟି ସମ୍ପୂର୍ଣ୍ଣ ଭାବେ ପାରିବାରିକ ହେଇଛି, ଲଭ ଷ୍ଟୋରି ଉପରେ ହେଇଛି, ସମସ୍ତେ ବସିକି ଦେଖିପାରିବେ। ମୁଁ ନାଟକଟା 2 ଥର ଦେଖିଲିଣି, ବହୁତ ଭଲ ହେଇଛି ନାଟକ। 2 ଥର ଦେଖିଲେ? ଆଜ୍ଞା, ଏତେ ଭଲ ଲାଗୁଛି? ହଁ, ପ୍ରଥମ ଥର ଦେଖିଥିଲି ଫାର୍ଷ୍ଟ ନାଇଟରେ, ଏଇଟା ପୁଣି 4th ନାଇଟରେ ଦେଖିଲି। ଆଚ୍ଛା, ଆପଣ ଜଣେ ଆର୍ଟିଷ୍ଟ, କଣ କହିବେ ଯୋଉ ଡାଇରେକ୍ସନ ଦିଆଯାଇଛି, କାହାଣୀର ବେସ୍ ଯୋଉ ରଖାଯାଇଛି? କାହାଣୀ ତ ରଚନା କରିଛନ୍ତି ଆମର ଦୀପକ ସାର୍, ଆଉ ନିର୍ଦ୍ଦେଶନା ଦେଇଛନ୍ତି ଶାରଦା ରାଣା। ଆଉ ନିର୍ଦ୍ଦେଶନା ବହୁତ ବଢିଆ ହେଇଛି। ଆଉ ସାର୍ ଯୋଉ ଭଳିଆ ମାନେ କାମ ଗୁଡାକ ସମସ୍ତଙ୍କର ସଜେଇଛନ୍ତି, କାହାକୁ ବି ଆଉ ବାକି ଛାଡି ନାହାନ୍ତି। କାହାର ମାନେ କାମ ଟିକେ କମ ହେଇଯିବ, କାହାର କାମ ଅଧିକ ହେଇଯିବ, ସମସ୍ତଙ୍କୁ ଯେତିକି ବି ସାର୍ କାମ ଦେଇଛନ୍ତି ସମସ୍ତେ ବହୁତ ବଢିଆ କାମକୁ ଭଲ ଭାବରେ ଲିଭେଇଛନ୍ତି। ଆଉ ଯୋଉଥିପାଇଁ ନାଟକଟା ବହୁତ ସୁନ୍ଦର ହେଇଛି। ଆଉ ଏ ନାଟକଟା ମୁଁ ଭାବୁଛି ଏଇ ବର୍ଷ ବହୁତ ମାଇଲ ଖୁଣ୍ଟ ଧରିବ। ନମସ୍କାର ଆପଣମାନଙ୍କୁ। ମୁଁ ଆପଣଙ୍କୁ ଖାଲି ଏତିକି କଥା ମୁଁ କହିବି ଯେ ଏ ନାଟକ
ସେଇମାନଙ୍କୁ ଭଲ ଲାଗିବନି ଯେ ଯୋଉମାନେ ଖାଲି ପ୍ରେମ କରୁଛନ୍ତି। ମୁଁ ଏ କଥା କହୁଛି एक्चुअली जे प्रेम करिछि सतरे जा प्रेम ହେଇଛି ସେ ନାଟକ ଦେଖିଲେ ପାଗଳ ହେଇଯିବ। କାହିଁକି ନାଟକ ରେ ସେ ଜିନିଷ ଅଛି ଯେ एक्चुअली प्रेम କରୁଥିବା ଲୋକ ଜାଣିପାରିବ। କାହିଁକି ଏଥିରେ ହାସିଲ କରିବା ଜିନିଷ ନାହିଁ ଯେ ମୁଁ ତାକୁ ପାଇବି, ମୁଁ ଅଧିକାର ତାକୁ ରଖିବି, ଜୋର ଜବରଦସ୍ତ କରିବି। ମାନେ ଗୋଟେ ପ୍ରେମିକ ଏମିତି ବି ହେଇପାରେ। ଓହ ସାକ୍ରିଫାଇସ୍ ତ ନର୍ମାଲ କୁହାଯାଏ ଯେ ହଁ ମୁଁ ପ୍ରେମ କଲେ ସାକ୍ରିଫାଇସ୍, ନା ଏଟା ଗୋଟେ ବହୁତ ଡିଫରେଣ୍ଟ। ମତେ ଲାଗୁଛି ବୋଧେ ଏଟା ଅଶ୍ୱିନୀ ଭାଇଙ୍କର ତାଙ୍କ କ୍ୟାରିୟର ଭିତରେ ବୋଧେ ମତେ ଲାଗୁଛି ଏଟା ଗୋଟେ ସବୁଠୁ ବେଷ୍ଟ ହବ। ଗୋଟିଏ ସେକେଣ୍ଡ ମାନେ ଆଖି ପଲକ ପକେଇ ପାରିବନି ଜଣେ। ଆଉ ଆପଣ ବିଶ୍ୱାସ କରିବେନି, ମୁଁ ସେଇଠି ବସିଛି ଲାଇନ ରେ, ସେ ସାଇଡ ରେ କିଛି ଦର୍ଶକ ମାନଙ୍କ ଭିତରେ ଦେଖୁଛି, ମୋ ନିଜ କଥା ହିଁ ମୁଁ ନିଜେ କହୁଛି, ଯଦି କଣ୍ଟ୍ରୋଲ ବି କରୁଛି ନା ମୁଁ ମାନେ ମୁଁ କାନ୍ଦିବିନି ବୋଲି ବା ମୁଁ ହସିବିନି ବୋଲି ମୁଁ ମାସ୍କ ଟା ପିନ୍ଧିଛି ଏମିତି ଏମିତି କରି ଲିଭେଇ ଦଉଛି ତାକୁ। ମାନେ ଏମିତି ଦେଖୁଛି, ମୁଁ ଦେଖୁଛି ସାଇଡ ରେ ବି, ମାନେ ଭାବନ୍ତୁ ଏତେ ମାତ୍ରାରେ ଇନଭଲ୍ଭ ହେଇଯିବ ଜଣେ। ଆପଣ ଜଣେ ଅଭିନେତା ହେଇକି ମୁଁ ନିଜକୁ ମାନେ ମୁଁ ନିଜେ ଅଭିନେତା ହେଇକି ମୁଁ ନିଜକୁ ମାନେ କଣ୍ଟ୍ରୋଲ କରିପାରୁନି, ଇମୋସନ ମୁଁ କଣ୍ଟ୍ରୋଲ କରିପାରିଲିନି। ଭାବନ୍ତୁ ଥରେ, ଆଉ ଚମତ୍କାର ଗୀତ, डायलॉग तो दीपक सर बहुत ही सुंदर, माने बहुत ही सुंदर ताको लिखिछन। मजा आसीगला विश्वास करंतु। हाँ देवस्मिता विषय में भाभी नथिली केबे भी देवस्मिता एते मात्रा माने जबरदस्त एक्टिंग करि परिबो से, बहुत ऊपर लेवल ले। माने मु देवस्मिता को एठू आपण माध्यम एति कहबा पे चाहूची, देवस्मिता बहुत बहुत कांग्रेचुलेशन। मते लागुची देवस्मिता एटा बोले तमर सबुटु बेस्ट एक्टिंग हबो नो कैरियर भीतर। हाँ अश्विन भाई तमर भी हाँ नहीं एठी आउ गोटे जिंस मु देखिली जो लास्ट पर्यंत जो अश्विनी भाई अभिनय देखिए एक्टिंग बा देवस्मितार हो बा अन्य माने जो माने अछंती कैरेक्टर से हमर पूरा यूनिटी। मु तो कहा विषय कहबी आ को सीन विषय मु कहबी कहले माने माने आपण कोहंतु गोटे नाटक रे किमिति एमिति हे पारे, प्रत्येक सीन हिट, प्रत्येक सीन यूनिक, एमिति किमिति हे पारे। ए सिनेमा रे भी तो मु एमिति हे परिबन जाने, प्रत्येक सीन हिट माने ए ना ए सीन रे उठी, ए सीन रे उठी परिबनी, ए सीन रे उठी परिबनी, माने किमिति एमिति हे पारे। एटा माने मिराकिल उडे मते लागुची, माने मैजिक हे गला एटा उडे। आपण आगुर नाटक देखिछन? हां मु नाटक आगुर देखिछि, अनेक थर देखिछि, किंतु एटा को मु दी थर देखि सालेनी। हां माने गतकाली देखिली, पुनी आउ थर देखिली। मते आपण नाटक विषय केमति कोन जानले नाटक होइछि देखिबा? नहीं मु देखिली माने सोशल मीडिया रे देखिली, अश्विनी सहित डिस्कशन करतिली, नै तू थरे आस मु चलो देखो। अच्छा देवस्मिता कोन प्रथम नाटक आ हां बहुत ही सक्सेस एटा को नै कि कोन कहबे? हाँ एटा आपण विश्वास करि परिबेनी, देवस्मिता हुए तो एटा फील न करि पारे से केमति अभिनय करूची, कारण प्रत्येक कलाकार जानि पारंतिनी ए अभिनय करूथांती, तांको फील लागे जे मते आहुरी बेटर करले हो बोली। एक्चुअली समस्त को फील हुए जदि मोटी आउटे भल आउटे बहुत बेटर करि परिबी। समय लागे प्रथम दिन मते लागुनी जे देवस्मिता रे एटा बोधे प्रथम नाटक बोली, मते लागु जे या पूर्व बोधे से 5-10 वर्ष काम कर। हां 5-10 वर्ष काम करछ, जे बहुत निपुण अभिनेत्री टे से आ बहुत बढ़िया करछि। तोले कलाकार जिसले काम देखंती निज भीतर गोटे लोभ जागृत हो, देखला परे गोटे जागृत हो एंता नाटक मु लोभेई जाईची पूरा। आपण सुजो मिले आपण भी आसी निश्चय निश्चय मु सुजो मिले निश्चय यात्रा रे अभिनय करिवि। आ ए भलिया मंच माने एटा तो बट भाग्यर थिले भलिया मंच मिले, निश्चय भलिया मंच अपेक्षा करूची। आ आपण मानको भल पाबा आ आपण मानकर जो सहयोग निश्चय मु काम्य करिवि। आ मु आपण माधे एति जणा पई चाहूची जे आपण माने आसी पहुंची चंती आ यात्रा लोकमंच ए सब प्रमोट करचंती, एटा सबुठ बड़ कथा। ये सब जिनस आज के डेट हुए नहीं, एटा प्रचुर मात्रा करचंती। आ ये रंगमंच ये मंच कलाकार बंचिबा दरकार, कारण ये सब बंचिले समाज रो परिवर्तनटा हुए। आ ये भला नाटक होवा दरकार, ये भला नाटक तो मु चाहिबी तो प्रत्येक यात्रा अरे प्रत्येक कोना को सब्जेक्ट ई लेवल ले नाटकटा होवा दरकार। कोठी ना कोठी गोटे यात्रा इंडस्ट्री कलंक लागिथिला जे कहानी भलो होनी, लोक कलंक तो आज्ञा सहीठी लागे जोटी भलो थाए, बिना कलंकटारे। अच्छा मते कहले विलेन नथिल हीरो रो भूमिका किछि अछि? किछि अछि। हीरोइन नथिल हीरो रो भूमिका किछि अछि। कलंक नथिले भी ता अपोजिट आसीओ किमिति, प्रत्येक जिंस सेरा रहिबा दरकार। आ भलो नथिले खराब हुएनी, खराबटा भलो नथि खराबटा थिले ही भलोटा बारी हबो।
ରାତି ନଥିଲେ ସକାଳ ଜାଣି ହୁଏନି, ଆଉ ଖୁସି ନଥିଲେ ଦୁଃଖ ଅନୁଭବ କରି ହୁଏନି, କି ଦୁଃଖ ନଥିଲେ ଖୁସିଟା ଆକ୍ଚୁଆଲି କଣ ଅନୁଭବ କରି ହୁଏନି। ଆଜ୍ଞା ସବୁ ବେଟର ଅଛି। ଆପଣଙ୍କୁ ଅଫର ମିଳେ କୋଉ କ୍ୟାରେକ୍ଟର କରିବା ପାଇଁ ଆପଣ କୋଉ କ୍ୟାରେକ୍ଟର ଗୋଟେ ଅଭିନେତାର ସବୁ ଗୋଟେ ଅଭିନେତାର ହେଲା ଗୋଟେ ପ୍ରଡକ୍ଟ ଆଜ୍ଞା। ନିର୍ଦ୍ଦେଶକ ତାକୁ କୋଉ କ୍ୟାରେକ୍ଟର ସଜେଇବ ସେଟା ତାର ଇଚ୍ଛା ଥାଏ। ଆଉ ମୁଁ ଜାଣିଛି ନିର୍ଦ୍ଦେଶକ ଆଗରେ ଅଭିନେତାକୁ ଜଷ୍ଟିଫାଇ କରିବାର ବା ପହଞ୍ଚେଇବାର ଯୋଉ ଜିନିଷଟା ଅଛି ନା, ସେ କଳାକାର ସେଠି ଫୁଟି ପାରୁଥିବା ଦରକାର। ଆଉ ଅଭିନେତା ତାକୁ ଡିରେକ୍ଟର ତାକୁ ଭଲ ଚାନ୍ସ ଟା ଖାଲି ଦେବା ଦରକାର, ଆଉ କିଛି ନାହିଁ। ଫାଇନାଲ ଆଫ୍ଟର ଆପଣ ଖାଲି କାନ୍ଦି କାନ୍ଦି ମନେ ହଉନି। ଆରେ ମୁଁ ଚାହିଁକି ବିଶ୍ୱାସ କରନ୍ତୁ ଆଜ୍ଞା, ମୁଁ ଚାହିଁଛି ଯେ ମୁଁ କାନ୍ଦିବି, ମୁଁ କାନ୍ଦିଛି, ଆଉ କଣ କହିବି। ଆରେ ମୁଁ କହି ନାହିଁ ମୁଁ କାନ୍ଦିବିନି, କିନ୍ତୁ କାନ୍ଦି ପକେଇଛି। ହଁ ମୁଁ ଏମିତି ଟିକେ ହେଇଛି ଦେଖିଛି। ଆଉ ବିଶ୍ୱାସ କରିବିନି, ଆଉ ଗୋଟେ କଥା ଆଜ୍ଞା, ମାନେ ଓନର ବି ଅଛନ୍ତି, ମୁଁ ଦୂରରୁ ଦେଖୁଛି। ଓନର ବି ନିଜ ସଂସ୍ଥାର ଓନର ବସିଛନ୍ତି। ସିଏ ବି ଏମିତି ଯେମିତି ଟିକେ ଆଖି ଛଳଛଳ କରି ପକେଇ ସାରିଲେଣି। ମାନେ ସିଏ ବି ନାଟକକୁ ବୋଧେ ଭାବନ୍ତୁ 8-10 ଥର କି 15 ଥର ଦେଖିଥିବେ। ଯଦି 15 ଥର 12 ଥର ଦେଖିଲା ପରେ ବି ଜଣେ କୋଉକୁ ସମ୍ଭାଳି ପାରୁନାହିଁ, ତାହେଲେ କୋଉ ଲେବୁଲର ନାଟକ ହେଇଥାଇ ପାରୁଥାଏ, ଆଉ କୋଉ ମାନେ ମୁଁ ଭାବୁଥାନ୍ତୁ। ହଁ ପରିଶ୍ରମ ତ ସବୁଠି ଅଛି ଆଜ୍ଞା, ସବୁଠି ପରିଶ୍ରମ ଅଛି। କିନ୍ତୁ ଏଇଟା ଯୋଉ ଅନ୍ୟମାନଙ୍କୁ ଲାଗୁଥାଇପାରେ ଯେ ଏଇଟା ବୋଧେ ପଇସା ଦେଇକି ବା ଜବରଦସ୍ତି କହିକି ପ୍ରମୋଟ କରାଯାଉଛି, ଭାଇରାଲ କରାଯାଉଛି। ଆଜ୍ଞା ନୁହେଁ, ଏଇ ଭାଇରାଲ ଏ ପାଗଳ ହେଇଯିବ ଏ ନାଟକ ଦେଖିଲେ। ଆପଣ ଟାଇମ ପାସ୍ ପାଇଁ ନାଟକ ନୁହେଁ, ଆପଣ ଯଦି ପାଗଳ ହେବା ପାଇଁ ଚାହୁଁଛନ୍ତି ନାଟକକୁ ଆସି ଦେଖନ୍ତୁ। ମୁଁ ନାଟକ ଦେଖି ପାଗଳ ହେଇଯିବି, ଦିନ ସାରା ମୁଣ୍ଡ କାମ କରିବି, ପୁଣି ତାପର ଦିନ ଆଉ ଥରେ ଦେଖିବି। ତାହେଲେ ନାଟକଟା ଆସି ଦେଖନ୍ତୁ। ଧନ୍ୟବାଦ।